ଆମେମାନେ ଜାଣିଛେ ଯେ ଭୀଷ୍ମ ହେଉଛନ୍ତି ମାତା ଗଙ୍ଗା ଏବଂ ରାଜା ଶାନ୍ତନୁଙ୍କର ପୁତ୍ର। ତେବେ ଏବେ ଆସନ୍ତୁ ଜାଣିବା ଯେ ମାତା ଗଙ୍ଗା ଏବଂ ଶାନ୍ତନୁଙ୍କର ପୁତ୍ର ସେ କେମିତି ହେଲେ ଏବଂ କେଉଁ ଅଭିଶାପ ସକାଶେ ମାତା ଗଙ୍ଗା ପୃଥିବୀ ପୃଷ୍ଠକୁ ଆସିଲେ ଏବଂ ତାଙ୍କର ରାଜା ଶାନ୍ତନୁଙ୍କ ସହିତ ବିବାହ ହେଲା। କଥା ଅଛି, ଥରେ ସ୍ୱର୍ଗରେ ବ୍ରହ୍ମାଙ୍କ ସଭାରେ ସମସ୍ତ ଦେବତା ଓ ରାଜର୍ଷିମାନେ ଉପସ୍ଥିତ ଥିଲେ। ସେଠାରେ ଇକ୍ଷ୍ୱାକୁ ବଂଶର ପ୍ରତାପୀ ରାଜା ମହାଭିଷ ମଧ୍ୟ ଥିଲେ। ସେହି ସମୟରେ ଦେବୀ ଗଙ୍ଗା ସେଠାରେ ପ୍ରବେଶ କଲେ। ପବନ ବେଗରେ ଗଙ୍ଗାଙ୍କ ବସ୍ତ୍ର ସାମାନ୍ୟ ଖସିଗଲା, ଯାହା ଦେଖି ସମସ୍ତେ ମୁଣ୍ଡ ନୁଆଇଁ ଦେଲେ। କିନ୍ତୁ ମହାଭିଷ ଏକ ଲୟରେ ଗଙ୍ଗାକୁ ଚାହିଁ ରହିଲେ। ଏହା ଦେଖି ବ୍ରହ୍ମା କ୍ରୋଧିତ ହେଲେ ଏବଂ ଅଭିଶାପ ଦେଲେ ଯେ ତୁମେ ଦୁହେଁ ମର୍ତ୍ତ୍ୟଲୋକରେ ଜନ୍ମଗ୍ରହଣ କରିବ। ଗଙ୍ଗା ମର୍ତ୍ତ୍ୟରେ ତୁମର ଅପ୍ରିୟ କାର୍ଯ୍ୟ କରିବେ ଏବଂ ସେଥିପାଇଁ ତୁମେ ଦୁଃଖ ପାଇବ। ଏହି ଅଭିଶାପ ଯୋଗୁଁ ମହାଭିଷ ପୃଥିବୀରେ ରାଜା ଶାନ୍ତନୁ ଭାବେ ଜନ୍ମ ହେଲେ ଏବଂ ଗଙ୍ଗା ମାନବୀ ରୂପ ଧାରଣ କଲେ। ଅନ୍ୟପଟେ 8 ଜଣ ଦେବତା ବା ଯାହାକୁ ଅଷ୍ଟବସୁ କୁହାଯାଏ, ସେମାନେ ହେଲେ ପୃଥିବୀ, ଅଗ୍ନି, ବାୟୁ, ଜଳ, ସୂର୍ଯ୍ୟଦେବ ବା ଆଲୋକ, ଆକାଶ ବା ଜ୍ୟୋତି, ଚନ୍ଦ୍ର, ନକ୍ଷତ୍ର ବା ନିଶ୍ଚଳତା। ଏମାନେ ଥରେ ମହର୍ଷି ବଶିଷ୍ଠଙ୍କ ଆଶ୍ରମରୁ ନନ୍ଦିନୀ ଗାଈକୁ ଚୋରି କରିଥିଲେ। ବଶିଷ୍ଠ ଜାଣିପାରି ସେମାନଙ୍କୁ ଅଭିଶାପ ଦେଲେ ଯେ ସେମାନଙ୍କୁ ମର୍ତ୍ତ୍ୟରେ ମନୁଷ୍ୟ ରୂପେ ଜନ୍ମ ନେବାକୁ ପଡ଼ିବ। ଅଷ୍ଟବସୁମାନେ ନିଜ ଭୁଲ ବୁଝିପାରି ବଶିଷ୍ଠଙ୍କୁ କ୍ଷମା ମାଗିଲେ। ବଶିଷ୍ଠ କହିଲେ, 7 ଜଣ ବସୁ ଜନ୍ମ ହେବା ମାତ୍ରେ ମୁକ୍ତି ପାଇବେ, କିନ୍ତୁ ଯିଏ ଗାଈ ଚୋରି କରିବାର ମୁଖ୍ୟ ଥିଲେ ଦଉ ନାମକ ବସୁ, ତାକୁ ଦୀର୍ଘକାଳ ପୃଥିବୀରେ ରହିବାକୁ ପଡ଼ିବ। ଅଭିଶାପ ପାଇଥିବା ସେହି ଅଷ୍ଟବସୁମାନେ ଦେବୀ ଗଙ୍ଗାଙ୍କ ପାଖକୁ ଯାଇ ପ୍ରାର୍ଥନା କଲେ। କହିଲେ, ମା, ଆପଣ ମର୍ତ୍ତ୍ୟରେ ଶାନ୍ତନୁଙ୍କୁ ବିବାହ କରନ୍ତୁ ଏବଂ ଆମେ ଆପଣଙ୍କ ଗର୍ଭରୁ ଜନ୍ମ ନେବୁ। ଆମକୁ ଶୀଘ୍ର ମୁକ୍ତି ଦେବା ପାଇଁ ଜନ୍ମ ହେବା ମାତ୍ରେ ନଦୀରେ ଭସାଇ ଦେବେ। ସେଥିପାଇଁ ଗଙ୍ଗା ପ୍ରଥମ 7ଟି ସନ୍ତାନକୁ ନଦୀରେ ଭସାଇ ସେମାନଙ୍କୁ ଅଭିଶାପରୁ ମୁକ୍ତି ଦେଇଥିଲେ ଏବଂ ଅଷ୍ଟମ ସନ୍ତାନ ଦଉ ବସୁଙ୍କୁ ଶାନ୍ତନୁ ଅଟକାଇ ଦେଇଥିଲେ, ଯିଏ ପରବର୍ତ୍ତୀ ସମୟରେ ଭୀଷ୍ମ ହେଲେ ଏବଂ ବଶିଷ୍ଠଙ୍କ ଅଭିଶାପ ଅନୁଯାୟୀ ଦୀର୍ଘକାଳ ପୃଥିବୀରେ କଷ୍ଟ ସହି ରହିଲେ।